ମୁଁ ଆଉ ଥରେ ଡାକି ଦେଉଛି ପୁଣି ଅନୁରୋଧ କରୁଛି ଆମର ଲେଖକ ଡକ୍ଟର ଦୀପକ ଜେନା ମହୋଦୟଙ୍କୁ ଅନୁରୋଧ କରୁଛି ମଞ୍ଚକୁ ଆସନ୍ତୁ। ଡିରେକ୍ଟର ମହୋଦୟ ଶ୍ରୀଯୁକ୍ତ ମହେଶ ହାଜରାଙ୍କୁ ଅନୁରୋଧ କରୁଛି ଆସିଗଲେ। ଆଜ୍ଞା ବହୁତ ବହୁତ ଧନ୍ୟବାଦ। ଆମର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ତପନ କୁମାର ଚକ୍ରବର୍ତ୍ତୀ ମହୋଦୟଙ୍କୁ ଅନୁରୋଧ କରୁଛି ପ୍ଲିଜ୍ ମଞ୍ଚକୁ ଆସନ୍ତୁ ଏବଂ ଆମର ଅପରା ଶ୍ରୀ ଗଣେଶ ପ୍ରଶାସକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ମହୋଦୟଙ୍କୁ ଅନୁରୋଧ କରୁଛି ମଞ୍ଚକୁ ଆସନ୍ତୁ। ଧନ୍ୟବାଦ। लेखक डॉक्टर दीपक जेना महोदय, डायरेक्टर महेश हाजरा सर, म्यूजिक डायरेक्टर बैद्यनाथ दास सर, आमर उपदेष्टा तपन कुमार चक्रबाबू एवं प्रोड्यूसर प्रयोजक गोविंद चंद्र पाणिग्राही बाबू समस्त को संबर्धना जनाइबार कार्यक्रम रही तो जोरदार करताली हो। আকাশরে কাই জন্ম দিশে নাই, আকাশরে কাই জন্ম দিশে নাই, অন্ধার তো কিটিমিটি অন্ধারে ছাই দেখা যায় নাই, পদশিরাও পড়ে ঝুঁটি জীবন এমিতি চলে কয়ে কাও, জীবন এমিতি চলে কয়ে কা নাই গই সঙ্গ সাথী ওরো সারাতি ছন্ন কাছাতি ওরো সারাতি ছন্ন কাছাতি ওরো সারাতি ছন্ন কাছাতি ওরো সারাতি आज पवित्र घोष यात्रा उपलक्षे महाप्रभु श्री जगन्नाथ निकट में मोर कोटि कोटि प्रणाम, प्रभु गणेश निकट में कोटि कोटि प्रणाम। आज श्री गणेशर अपेरार द्वितीय नाटक बरसा राति छनका छातिर द्वितीय संस्करण और द्वितीय नाटक फाइनाल विजय मैच अनुष्ठित होती परिप्रेक्षी में मोर समस्त कलाकार निर्देशक लेखक एवं लाइट म्यूजिक नृत्य समस्त सहपाठी मान मोर शुभेच्छा। श्री गणेश प्रणाम। आज अपेरा श्री गणेश द्वितीय विजय यही परिप्रेक्षी उपस्थित समस्त कलाकार समस्त लाइट साउंड आरंभ करी लेखक निर्देशक एवं राज्यर विभिन्न कोण अनुकोण आसी समस्त कमिटीर
ବନ୍ଧୁମାନେ ବିଶେଷ ଭାବରେ ଗ୍ରାମର ଯୁବବନ୍ଧୁ ବରିଷ୍ଠ ଭଦ୍ରବ୍ୟକ୍ତି ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା। ନାଟକ ବରସାରଥୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ମହୋଦୟ ହାଜିରା ସାର୍ଙ୍କୁ ମୁଁ ଅନୁରୋଧ କରୁଛି ସେ ତାଙ୍କ ତରଫରୁ କିଛି ବକ୍ତବ୍ୟ ଦେବେ। ଜୟ ଜଗନ୍ନାଥ। ସମସ୍ତ ଗୁରୁଜନଙ୍କୁ ମୋର ପ୍ରଣାମ ଏବଂ ସାନ ବଡ଼ ସମସ୍ତଙ୍କୁ ସ୍ନେହ ଭରା ଶ୍ରଦ୍ଧା। ସବୁଠୁ ବଡ଼ କଥା ହେଉଛି ଯାତ୍ରା ମାଲିକ ହେବା ଗୋଟେ କଷ୍ଟସାଧ୍ୟ ବେପାର। ଆମେ ସମସ୍ତେ ସେଠିକି ମନୋବଳ ଷ୍ଟ୍ରଙ୍ଗ କରିକି ଏ ପ୍ରଯୋଜକଙ୍କ ସହିତ ଆମେ ଚାଲିବା ଯେ ଆଗକୁ ବଢ଼ନ୍ତୁ, ଏ ଅନୁଷ୍ଠାନ ଆଗକୁ ବଢ଼ୁ। ପ୍ରଥମ ଅନୁଷ୍ଠାନ ଶ୍ରୀ ଗଣେଶ ଅପେରା ଯାହା ଆବଶ୍ୟକ ଥାଏ ଗୋଟେ ନମ୍ବର 1 ପାର୍ଟି ହେବା ପାଇଁ ତାଠୁ ଅଧିକ ବୋଧ ହୁଏ ଶ୍ରୀ ଗଣେଶ ଅପେରାରେ ପାଣିଗ୍ରାହୀ ବାବୁ କରିକି ଦେଖେଇଛନ୍ତି। ମୁଁ ମଧ୍ୟ ନିର୍ଦ୍ଦେଶକ ହିସାବରେ ଯେତେବେଳେ ଚୁକ୍ତିବଦ୍ଧ କରିଥିଲି ଭାବୁଥିଲି ନୂଆ ଅନୁଷ୍ଠାନରେ କ'ଣ ହେବ କ'ଣ ନାହିଁ, କିନ୍ତୁ ମୁଁ ଯେତେବେଳେ ଏଠି ନାଟ୍ୟ ନିର୍ଦ୍ଦେଶନା ଦେବା ପାଇଁ ଆସିଲି ଯେଉଁ କ୍ଷେତ୍ରରେ ମୁଁ ଅଭାବ ଅନୁଭବ କରିଛି, ଯାହା ମାଗିଛି ଏଇ ଜାଗାରେ ମୋତେ ଗୋଟେ କଳାକାରଟା ଆବଶ୍ୟକ, ସଙ୍ଗେ ସଙ୍ଗେ ରାତିରେ କହିଛି ତ ସକାଳୁ ସେ ମୋତେ ଆଣିକି ଦେଇଛନ୍ତି। ତେଣିକି ସେ ଯେତେ ଟଙ୍କାର ହେଉନା ମୋତେ ଆଜ୍ଞା ଭିଡ଼ିଓ ସୁଟ୍ ପାଇଁ ଏହା ଆବଶ୍ୟକ ଅଛି ନାଟକ ପରେ ନା ଆଜ୍ଞା ଆପଣ କରନ୍ତୁ, ମୁଁ ଆପଣଙ୍କ ପଛରେ ଅଛି। ଗୋଟେ ପ୍ରଯୋଜକ କେତେ ଲାଭ କରିବ କେତେ କ୍ଷତି କରିବ ସେଟା ଆକଳନ ନ କରି କିଛି କଳାକାର ବଞ୍ଚନ୍ତୁ, ଆପଣମାନେ ଆଗକୁ ବଢ଼ନ୍ତୁ, ନାଟକ ପ୍ରଚାର ପ୍ରସାର ହେଉ, ଯାତ୍ରା ଅନୁଷ୍ଠାନ ବଢ଼ୁ, ଏହା ହିଁ ତାଙ୍କର ମୁଖ୍ୟ ଲକ୍ଷ୍ୟ। ଯାହା ତାଙ୍କ ସହିତ ଆମେ କଥା ହେଲୁ ବସିଲା ପରେ ଆମେ ଜାଣିବାକୁ ପାଇଲୁ। ସବୁଠୁ ଆଶା ଓ ବିଶ୍ୱାସ ଏ ଅନୁଷ୍ଠାନ ବହୁ ଆଗକୁ ଯାଉ, ବହୁତ କଳାକାରମାନେ ଏଠି ରୋଜିରୋଟି କମାଉଛନ୍ତି। ଏଇଭଳି ଯାତ୍ରା ଅନୁଷ୍ଠାନ ଆଗକୁ ବଢ଼ୁ ଏବଂ ଶ୍ରୀ ଗଣେଶ ଦୀର୍ଘାୟୁ ହଉ। ଆପଣମାନଙ୍କୁ ଦେଖେଇବେ ତାହା ଅଭ୍ୟାସର ପରିସମାପ୍ତି ପରର ଘଟଣା। ଭୁଲ ରହିବ, ତ୍ରୁଟି ରହିବ, ମୋ କଳାକାରମାନଙ୍କର ବହୁ ପରିଶ୍ରମ ବହୁ ଉଦ୍ୟମ ଆପଣମାନଙ୍କ ସମ୍ମୁଖକୁ ଆସିବ। ଚେଷ୍ଟା କରିବେ ତାଙ୍କୁ ଆପଣମାନଙ୍କ ବିଶାଳ ହୃଦୟରୁ କ୍ଷମା କରିବାକୁ। ନାଟକର ଫାଇନାଲ ଭିଜେମ୍ ଆମ ପାଖରେ ଉପସ୍ଥିତ ଅଛନ୍ତି ଆମ ସମସ୍ତଙ୍କର ପ୍ରିୟ ଓଡ଼ିଶାର ଯେ ହିଟ୍ ନାଟ୍ୟକାର ଯାହାଙ୍କ ନାଟକ ପ୍ରତ୍ୟେକ ବର୍ଷ ସୁପର ଡୁପର ହିଟ୍ ହେଇ ଚାଲେ, ଆମ ପାଖରେ ଆଜି ସିଏ ଉପସ୍ଥିତ ଅଛନ୍ତି। ଧନ୍ୟବାଦ ଦେବି ଆମ ପ୍ରଯୋଜକ ମହୋଦୟଙ୍କୁ ଆମକୁ এই ନାଟକରେ ଆଜି ଭାଗ ନେବା ପାଇଁ ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଦେବି। ଥ୍ୟାଙ୍କ ୟୁ ସୋ ମଚ୍। ଅନୁରୋଧ କରିବି ଦୀପକ ସାର୍ ଦୁଇ ପଦ କହିବେ। ସମସ୍ତଙ୍କୁ ନମସ୍କାର। ଯେ ଆଜି ପବିତ୍ର ରଥଯାତ୍ରା, ଯେ ଭକ୍ତଟିଏ ପୁରୀ ଗଲାବେଳେ ଏଇଟା ବନ୍ଦ କରେ ଲାଇଟଟା ସାମ୍ନାରେ ଯେ ପଡ଼ିଛି, ଭକ୍ତଟିଏ ପୁରୀ ଗଲାବେଳେ ଯେମିତି ଦୂରରୁ ପତିତ ପାବନ ବାନାକୁ ଦେଖିକି ପ୍ରଣାମ କରେ, ଠିକ୍ ସେହିପରି ଆମ ପରି କଳାକାର ଲେଖକ ନିର୍ଦ୍ଦେଶକ ପାଇଁ ପ୍ରକୃତିରେ ଜଗନ୍ନାଥ ହେଉଛନ୍ତି ଆମ ସାମ୍ନାରେ ବସିଥିବା ଦର୍ଶକମାନେ। ତେଣୁ ସେଇ ଦର୍ଶକ ଭଗବାନଙ୍କୁ ମୋର ପ୍ରଣାମ। ଆମ ସାମ୍ନାରେ ଆମ ପ୍ରଯୋଜକ ବସିଛନ୍ତି ଯିଏ ଆମମାନଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରଖି ଆମକୁ ଶ୍ରୀ ଗଣେଶ ପାର୍ଟିରେ ନାଟକ କରିବାକୁ ସୁଯୋଗ ଦେଇଛନ୍ତି, ତାଙ୍କୁ ପ୍ରଣାମ। ଏବଂ ଆଜି ନାଟକ ଯେଉଁ ହେଉଛି ସେ ନାଟକର ଶ୍ରେୟ ପ୍ରକୃତରେ ମୋର ନୁହେଁ, ମୁଁ ଲେଖିଲା ବେଳେ ଗୋଟେ A4 କାଗଜରେ ଲେଖେ। ସେ ନାଟକକୁ ଯିଏ ଆପଣମାନଙ୍କ ଆଗରେ ଉପସ୍ଥାପିତ କରନ୍ତି ସେ ହେଉଛନ୍ତି ନାଟକର ନିର୍ଦ୍ଦେଶକ ମହେଶ ହାଜିରା ସାର୍। ମ୍ୟୁଜିକ୍ ଦେଇ ଯିଏ ତାକୁ ଆହୁରି ସୁନ୍ଦର କରନ୍ତି ବୈଦ୍ୟନାଥ ସାର୍, ବୈଦ୍ୟନାଥ ଭାଇ ମୋ ଗାଁ ପିଲା ସିଏ ବି ଅଛନ୍ତି। ତେଣୁ ଆମ କୋରିଓଗ୍ରାଫର ଠିଆ ହେଇଛନ୍ତି ଏଠି। ତେଣୁ ଏମାନଙ୍କର ସମସ୍ତଙ୍କର ସହଯୋଗ, ଆପଣମାନଙ୍କ ଭଲ ପାଇବା ଏ ନାଟକକୁ ଆଗକୁ ନେବ, ଏତିକି କହୁଛି। ରହୁଛି, ନମସ୍କାର। ଜୟ ଜଗନ୍ନାଥ। ସମସ୍ତଙ୍କୁ ନମସ୍କାର। ବରସରାତି ଛନକା ଛାତି ନାଟକର ପ୍ରଯୋଜକ ନିର୍ଦ୍ଦେଶକ ଲେଖକଙ୍କ ପାଖରେ ମୁଁ ଋଣୀ ରହିବି ମୋତେ ସୁଯୋଗ ଦେଇଥିବାରୁ ନାଟକରେ ସଙ୍ଗୀତ କରିବା ପାଇଁ। ଆପଣମାନେ ମୋର ବହୁତ ସାରା ଗୀତକୁ ଭଲ ପାଇବା ଦେଇଛନ୍ତି, ଆଶୀର୍ବାଦ କରିଛନ୍ତି। ଆଶା କରିବେ ନିହାତି ଏ ନାଟକକୁ ମୋ ଗୀତକୁ ଭଲ ପାଇବା ଦେବେ। ଆଉ ଅନୁରୋଧ କରିବି ଯଦି ଆପଣଙ୍କୁ ନାଟକ ଭଲ ଲାଗେ ତେବେ ନିହାତି ଆଉ ଦୁଇ ଜଣଙ୍କୁ ଅନୁରୋଧ କରିବେ ନାଟକ ଦେଖିବା ପାଇଁ।